ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକ ଅନ୍ତର୍ଗତ କେରଜୋଳି ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁରେ ଏକ ଅଘଟଣ ଘଟିଯାଇଛି। ଘରେ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଛି ଘର, ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଟି ପରିବାରର 8 ପ୍ରାଣୀ କୁଟୁମ୍ବ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମାଟି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଶୋଇଥିଲୁ ତ ଖାଇ ପିଇକିରି ଶୋଇଥିଲୁ, ଆଜି ପଡ଼ିବ ବୋଲି କିଏ ଜାଣିଛି। ଏଠୁ ହଠାତ୍ କି ପଡ଼ିଦେଲା ଘର ଭିତରେ ରହିଛୁ, କିରେଇଲୁ ଯେମିତି ଆସିକି ଏରା ସବୁ ବାରକେଇଲେ ଆମକୁ। କେତେ ଜଣ ଶୋଇଥିଲ? ଛୁଆ ଯୁଡେ, ବହୁଟା ମୁଁ ଆଉ 4 ଜଣ। କେମିତି ଉଦ୍ଧାର ହେଲା? ଉଦ୍ଧାର ହେଲୁ ବୋଲି ଡାକିଲୁ ଯେମିତି ଆସିକି ଆମକୁ ବାରକେଇଲେ, ହେରା ଯୋଉ ଟାଇଲ ଫାଇଲ ଇଏ କଲେ। ଆଉ ତାପରେ ଦେଖିବାରୁ ଘର ଭାଙ୍ଗି ପଡିଛି, ଯାହାଫଳରେ ଘର ଭିତରେ ଲୋକ ଥିଲେ ତାଙ୍କୁ ବାହାର କରିଦେଲୁ। ବାହାର କରିଦେଲା ପରେ ସିଆଡେ ଶବ୍ଦ ହେଲା ଯେ ତାଙ୍କର ଟି ଭାଙ୍ଗିଥିଲା, ତାଙ୍କର ଗଲୁ ଦେଖିଲା ବେଳେ ସେ ଲୋକଟାକୁ ବାହାର କରିଦେଇଥିଲେ। ଆଉ ଏଇଭଳିଆରେ 2ଟା ଘର ଭାଙ୍ଗି ଯାଇଛି। ସରକାର ତରଫରୁ କିଛି ସାହାଯ୍ୟ ସହଯୋଗ ମିଳିଲେ ଲୋକରା ଉପକୃତ ହେଇଯାଇଛି। ସୂଚନା ଅନୁସାରେ କେନ୍ଦୁମୁଣ୍ଡା ଗାଁର ଜଗନ୍ନାଥ ମହାନ୍ତ ଓ ଗୋଲାପ ମହାନ୍ତଙ୍କ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏଥିରେ ପରିବାରର ସମସ୍ତ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। ଯଦିଓ ଘର ଭିତରେ ସେମାନେ ଚାପି ହୋଇ ରହିଥିଲେ, ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନେ ଉଦ୍ଧାର ହୋଇଛନ୍ତି। ସେପଟେ ଜଗନ୍ନାଥ ମହାନ୍ତଙ୍କ 7 ଗୋଟି କୁକୁଡ଼ା ଘର ଭୁଶୁଡ଼ି ଯିବା ଯୋଗୁଁ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ସ୍ଥାନୀୟ ସରପଞ୍ଚ କିମ୍ବା କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦୁଇ ବିପନ୍ନ ପରିବାର। ତେବେ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ରାତିରେ ବର୍ଷା ପବନ ହେଲା, ବର୍ଷା ବେଳକୁ ଆମେ ଶୋଇଥିଲୁ। ରାତି 12ଟା ବେଳେ ରାତୁ ଯେତେବେଳେ ଘରଟା ଗଲା, ମୁଁ ହେଠୁ ଧାଇଁ ବାହାରିଲି ଦୁଆରକୁ। ହେଠୁ ଛୁଆରାକୁ ସବୁ ଉଠେଇଲି, ଆଉ ସବୁ ଛୁଆରାକୁ ଉଠେଇକି ଏଠି ଠିଆ କରୁ ହାଡ ଘାଉକି ଘରଟା ପଡିଦେଲା। ଆଉ ବାକି ଆମେ ମଣିଷ କେହି କିଛି ହେଇନି, 4 ଜଣ ଥିଲୁ। ହେଠୁ ପଡିଲା ଯେମିତି ଏଠୁ ଠିଆ ହେଲା। ହେଠୁ ଶେଷ ବେଳକୁ ମୁଁ ଏହାକୁ ଡାକିଲି, ଏ ଛାତ ଘର ବାଲାଙ୍କୁ ଡାକିଲି ଯେ ସିଏ ଆସିଲେ। ହେଠୁ କହିଲେ କଣ ହେଲା କିଛି ନା, ନାଇଁ ଆମେ ସମସ୍ତେ ବାହାରି ପଡିଥିଲୁ, ହେଲେ ଘରଟା ଭାଙ୍ଗିଗଲା, ଆମେ କିଛି ଚଳିବୁ ନା। ନାଇଁ ଆମର ଆଜ୍ଞା କିଛି ମିଳିନି। ତ ଆପଣମାନେ ବର୍ତ୍ତମାନ ମୋ ନଜରକୁ ଆଣିଲେ, ଏଇଟା ଆମର ଯିଏ ଲୋକାଲ ତହସିଲଦାର ଅଛନ୍ତି, ତହସିଲଦାର କଙ୍କଡ଼ାହାଡ଼, ତାକୁ ନିର୍ଦ୍ଦେଶ ଦେବି, ସେ ତାଙ୍କ ଆର୍ଆଇଙ୍କୁ ପଠେଇ ଇନକ୍ୱାରି କରିବେ। ଇନକ୍ୱାରି ପରେ ଆମର ଯାହା ପ୍ରୋଭିଜନ ଅଛି ଏସ୍ଏସ୍ସିଙ୍କର ଗାଇଡଲାଇନ୍ ଅନୁସାରେ ସେ ଅନୁସାରେ ଆମେ ଷ୍ଟେପ୍ ନେବୁ। ଢେଙ୍କାନାଳରୁ ହରେକୃଷ୍ଣ ରାଉତଙ୍କ ରିପୋର୍ଟ, ଖବର ଓଡ଼ିଶା।